तुमरी हाथ रे समर्पण करूछु। आज तुम्हें कथा कह बाबा तुमर इच्छा मो जीवन रे कौन अछि जना। थैंक यू लॉर्ड। प्रार्थना प्रभु यीशु मधुर नाम रे उत्सर्ग करूछु। आमीन। हालेलुया। मोर एक्सपीरियंस को प्रथमे आपण आगे उपस्थापन करने चाहे मु ठीक सुहा जाउछि कि जो गोटे गाँ जाइली प्रचार करने उद्देश्य जनक मत डाकिक नहीं गले से देखिली मत जहा प्रार्थना करने को कहागला से व्यक्ति जनक मुह सुखी अच्छा पूरा पूरी दुखरे देखिले लगुला जमती से जीवन प्रति वितस्पृह हो जाती बंचवा को जमती इच्छा ना घर लोक मत जनइले जे से प्राय सप्ताह है खाद्य मत खाऊना मुझे पचारि भाई आप एत दुर्बल कहीं देखा जाऊँच घर लोक जमी कहते आप खाद्य कहीं खाऊना सी कहले बाबू मो बची क्या जहाँ मु बचिकी रही थी से तो मत छाड़ी चली गला मु कहीं बची मत खाइबा को इच्छा होने क्यों मैंने मुझे कौन उत्तर देली आज से कथा ये कहबी ना किंतु मु जानिली से व्यक्ति जनक अन्य जनक बचुले जार मृत्यु रे जहाँ जी छाड़ी चली गला बंचवा को इच्छा नथिला आमे आज बंचुचु कहा बंचुचु प्रिय माने मुझे आपण मानक ये प्रश्न पचारे तो अनेक गुड़िया उत्तर मिल किए बंची निजर पुओ झील किए बंची निजर स्वामी किए बंची निजर उज्जवल भविष्य आउ किए बंची निजर पेट केते जन को ये विषय प्रश्न पचारि गोटे चोर को प्रश्न पचारि मु जानी सी चोरी करे अनेक थर सी जेल जाइछन्ति पचारि भाई ये काम कहीं करुच ये काम भल नुहे ये चोरी करने द्वारा तुम्हें समाज से अपमानित होच परिवार को छाड़ी के जाइए जेल रे रहुच ये कौन तुम भल लगुच सी मत गोटे उत्तर देले पापी पेट का सवाल है ये पेट भाई मोर परिवार को बंचेवा मुई चोरी काम करुची कहीं सी बंची निजर परिवार निजर परिवार को चलैबा बंची एमती आम अनेक उदाहरण देखू आम कहीं बंचीचु एतिकी निज शरीर इच्छा को पूर्ण करने को बंचती मदुआ माने मद पीवा को बंचती केते बेले सकाळ हबो आ सेमाने मद दुकान को जीवे मद फाटी को जीवे आ मद पीबे केवल से बंचती एते जन निजर शरीर बंचती निज के बंचती नहीं प्रिय माने मु कहबार उद्देश्य मु जिते जहा कहली सब तो निज ताहले कहीं मु कहूची जे आमे अधिकांश लोक निज बंचती नहीं
ମୁଁ ଇଏ ଆମେ ଜାଣିନାହୁଁ। ଆମେ ଭାବୁଛୁ ଏଇ ଶରୀର ହିଁ ମୁଁ ଅଟେ, ଏଇ ଶରୀର ହିଁ ପ୍ରକୃତ ମଣିଷ ଅଟେ। କିନ୍ତୁ ସତ୍ୟତା କଣ ପ୍ରିୟ ମାନେ? ସତ୍ୟତା ହଉଛି ଏଇ ଶରୀର ଆମେ ନୁହେଁ, ଏଇ ଶରୀର ଆମେ ନୁହେଁ, ଏଇ ଶରୀର ଭିତରେ ଥିବା ଆତ୍ମା ହିଁ ପ୍ରକୃତ ମନୁଷ୍ୟ ଅଟେ। ବାହ୍ୟ ପୁରୁଷ ଏବଂ ଆନ୍ତରିକ ପୁରୁଷ, এই କଥା ବାକ୍ୟରେ ମଧ୍ୟ ଲେଖାଯାଏ। ଦ୍ୱିତୀୟ କରନ୍ଥୀୟ 4 ପର୍ବ 16 ପଦ ଯଦି ଆମେ ପଢୁ, ସେଠାରେ ଏପରି ଲେଖାଯାଏ, ତେଣୁ ଆମେ ମାନେ କ୍ଳାନ୍ତ ହେଉନାହୁଁ, କିନ୍ତୁ ଆମ ମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ ମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। ହାଲେଲୁୟା। ଆମର ବାହ୍ୟିକ ପୁରୁଷ ଏଇ ଶରୀର କ୍ଷୟ ପାଇ ପାଇ ଯାଉଛି, ବୃଦ୍ଧି ପାଇ ପାଇ ଯାଏ ପିଲା ବେଳୁ, ଯେତେବେଳେ ଆମେ ଯୁବକ ହଉଛୁ। କିନ୍ତୁ ଯୁବକ ଅବସ୍ଥା ପରେ ଧୀରେ ଧୀରେ ଆମର ଏଇ ବାହ୍ୟିକ ପୁରୁଷ ବା ଏଇ ଶରୀର କ୍ଷୟ ହେଇଯାଏ, କିନ୍ତୁ ଆତ୍ମିକ ପୁରୁଷ ବା ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଇଯାଏ। এই আন্তরিক পুরুষ ଯାହାକି ଆମର ଆତ୍ମା, ଏଇ ଶରୀର ଭିତରେ ଯୋଉ ଆତ୍ମା ଅଛି, ଯୋଉ ଆତ୍ମାକୁ ସଦା ପ୍ରଭୁ ଆମ ଭିତରେ ସ୍ଥାପନ କରିଛନ୍ତି, ଯୋଉ ଆତ୍ମାକୁ ଈଶ୍ୱରଙ୍କର ବାକ୍ୟ କୁହେ ସଦା ପ୍ରଭୁଙ୍କର ପ୍ରଦୀପ ବୋଲି, ସେଇ ଆତ୍ମା ଯଦି ଆମେ ତାଙ୍କର କଥା ମାନି ଚାଲୁଛୁ, ଯଦି ଆମେ ତାଙ୍କର ଇଚ୍ଛା ଅନୁସାରେ ଚାଲୁଛୁ, ଯଦି ଆମେ ତାଙ୍କର ପଛରେ ଚାଲୁଛୁ, ତାହେଲେ ଦିନକୁ ଦିନ ସେ ନୂତନୀକୃତ ହୁଏ। ହାଲେଲୁୟା। সেই ବାକ୍ୟରେ ପୁଣି ଲେଖାଯାଏ 18 ପଦରେ, 3 ପର୍ବ 18 ପଦରେ ଲେଖାଯାଏ, ଆମେ ମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାଙ୍କର ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ହାଲେଲୁୟା। ଦର୍ପଣରେ ନିଜକୁ ଦେଖିଲା ପରି, ପରମେଶ୍ୱରଙ୍କର ଗୌରବକୁ ଦର୍ପଣରେ ଦେଖିଲା ପରି ଆମେ ଦିନକୁ ଦିନ ଗୌରବରୁ ଅଧିକ ଗୌରବଯୁକ୍ତ ଅବସ୍ଥାକୁ ଯାଇ ପହଞ୍ଚୁଛୁ। ହଁ ପ୍ରିୟ ମାନେ, କାରଣ ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ, କାରଣ ଆମେ ତାଙ୍କର ଇଚ୍ଛାରେ ପରିଚାଳିତ ହଉଛୁ। ସେଥିପାଇଁ ଆମେ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହଉଛୁ ଏବଂ ତାହାଙ୍କର ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେଉଛୁ। ହାଲେଲୁୟା। କାହାର ପ୍ରତିମୂର୍ତ୍ତି ପ୍ରିୟ ମାନେ? ଯୋଉ ପରମେଶ୍ୱର ଆପଣଙ୍କୁ ଆଉ ମତେ ତିଆରି କରିଛନ୍ତି, ସେଇ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ଆମେ ପରିବର୍ତ୍ତିତ ହଉଛୁ। এই କଥା ମନେ ରଖିବା। ଆଦି ପୁସ୍ତକରେ ଲେଖାଯାଏ, 1 ପର୍ବ ତାର ପ୍ରଥମ ପର୍ବ ବାହାର କରନ୍ତୁ, ଆଉ ସେଠାରେ ଲେଖାଯାଏ 26 ପଦ ଲେଖାଯାଏ, ପରମେଶ୍ୱର କହିଲେ, ଆମେ ମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟ ନିର୍ମାଣ କରୁ। ଯାହାକୁ ସେ ନିଜର ସାଦୃଶ୍ୟରେ, ନିଜର ପ୍ରତିମୂର୍ତ୍ତିରେ ତିଆରି କରିଛନ୍ତି। କିନ୍ତୁ ଆପଣଙ୍କୁ ଆଉ ମତେ ନିଜର ପ୍ରତିମୂର୍ତ୍ତିରେ ତିଆରି କରିବାର ଆବଶ୍ୟକତା କଣ ଥିଲା ପ୍ରିୟ ମାନେ? ନିଶ୍ଚୟ ତାଙ୍କର କିଛି ଗୋଟେ ଉଦ୍ଦେଶ୍ୟ ଆମ ଜୀବନରେ ରହିଛି। ଆଉ ସେଇ ଉଦ୍ଦେଶ୍ୟଟି କଣ ଅଟେ? ଆସନ୍ତୁ ଦେଖିବା। ସେଇ 26 ପଦରେ ଲେଖାଯାଏ, ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ହାଲେଲୁୟା। ପରମେଶ୍ୱର
ପାଞ୍ଚ ଦିନ ଧରି ଯାହା ସବୁ ତିଆରି କରିଥିଲେ ଆଉ କରିଛନ୍ତି, ସେଇ ସବୁ ଉପରେ କର୍ତ୍ତୃତ୍ୱ କରିବାକୁ ସେ ଆପଣଙ୍କୁ ଆଉ ମତେ ତିଆରି କରିଛନ୍ତି। ପ୍ରିୟମାନେ, ଆମେ ସାଧାରଣ ଲୋକ ନୁହେଁ, ଆମେ ସାଧାରଣ ଲୋକ ନୁହେଁ ପ୍ରିୟମାନେ। ମୁଁ ସବୁବେଳେ କୁହେ, ଆମେ ସ୍ୱୟଂ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ତିଆରି, ଆମେ ତାଙ୍କର ସନ୍ତାନ, ଆମେ ତାଙ୍କର ଉତ୍ତରାଧିକାରୀ ଅଟୁ। এই କଥା କେବେ ବି ଭୁଲିବା ନାହିଁ। ପ୍ରିୟମାନେ, ଆଜି ଆମେ କାହା ପାଇଁ ବଞ୍ଚୁଛୁ? ସ୍ତ୍ରୀ ପାଇଁ, ପୁଅ ପାଇଁ, ଝିଅ ପାଇଁ, ନିଜ ପାଇଁ ନା ସରକାର ପାଇଁ? ଯୋଉମାନେ ସରକାରୀ ଚାକିରି କରିଛନ୍ତି ବା କରିଥିଲେ, ସରକାର ପାଇଁ ନିଜର ଜୀବନ ଅଧିକାଂଶ ସମୟ ସେମାନେ ଦେଇଛନ୍ତି। ସରକାରର ଇଚ୍ଛା ପୂରଣ କରିବା ପାଇଁ, ସେ ଭିତରୁ ମୁଁ ମଧ୍ୟ ଜଣେ। ମୁଁ ସରକାର ଦାସ ହେଇକି ଥିଲି, କାରଣ ମୁଁ ତାର ଇଚ୍ଛା ପାଳନ କରୁଥିଲି। ସରକାରଙ୍କର ନିୟମ ଯାହା, ସେ ନିୟମକୁ ମୁଁ ପାଳନ କରୁଥିଲି, ଆଉ ତା ପାଇଁ ମୁଁ ମୋର କର୍ତ୍ତବ୍ୟ କରୁଥିଲି। ୟେସ୍ ପ୍ରିୟମାନେ, ଆମେ କାହା ପାଇଁ ବଞ୍ଚିଛୁ? ନିଜ ପାଇଁ, ସରକାର ପାଇଁ, ମାଲିକ ପାଇଁ, ନା ନିଜର ପରିବାର ପାଇଁ, ନା ନିଜ ଶରୀର ପାଇଁ? ଆଜି ଚିନ୍ତା କରିବାର ସମୟ ଆସିଛି। ଆଜି ଚିନ୍ତା କରିବାର ସମୟ ଆସିଛି ପ୍ରିୟମାନେ। ଜାଣିବା ଆମେ କେତେ ଦିନ ଆଉ ଚୋରର ଜୀବନ ବଞ୍ଚିବା? କେତେ ଦିନ ଆଉ ସଠତାର ଜୀବନ ବଞ୍ଚିବା? କେତେ ଦିନ ଆଉ ପ୍ରତାରଣର ଜୀବନ ବଞ୍ଚିବା? ୟେସ୍, ଆଜି ଚିନ୍ତା କରିବାର ସମୟ ଆସିଛି। ପ୍ରତାରଣାର ସମୟ କହିଲି, ପ୍ରତାରଣାର ଜୀବନ କହିଲି। ଆମେ ହୁଏତ ଚିନ୍ତା କରୁଥାଇପାରୁ ଯେ ଆମେ ତ ପ୍ରତାରକ ନୁହେଁ, ଆମେ ତ ପ୍ରତାରଣାର ଜୀବନ ବଞ୍ଚୁନାହୁଁ। ଯେତେବେଳେ ଆମେ ଗୀତ ଗାଉ, ସେତେବେଳେ ଆମେ ଗାଉଛୁ, ମୁଁ ତୁମ ପାଇଁ ବଞ୍ଚିବି ପ୍ରଭୁ, ମୁଁ ତୁମ ସେବା କରିବି, ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ, ଅବା ତୁମ ପଛରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ୟେସ୍ ପ୍ରିୟମାନେ, ତ ଗାଇଲା ବେଳେ ଆମେ ତ ପୁରାପୁରି ସମର୍ପିତ ହେଇଯାଉ। ପ୍ରଭୁ, ଆଜିଠାରୁ ମୁଁ ତମ ପାଇଁ ହିଁ ବଞ୍ଚିବି। ମୁଁ ଶୈତାନର ପୁଅ ନୁହେଁ, ମୁଁ ତୁମର ସନ୍ତାନ ଅଟେ। ମୁଁ ତୁମର କଥା ମାନିବି, ମୁଁ ତୁମର ପଛରେ ଚାଲିବି। କିନ୍ତୁ ପ୍ରକୃତରେ କଣ ଅଟେ ପ୍ରିୟମାନେ? ପ୍ରତାରଣା, ପ୍ରତାରଣା ଆଉ ପ୍ରତାରଣା। କାହାକୁ? ସେଇ ସଦା ପ୍ରଭୁଙ୍କୁ, ଯିଏ ଆପଣଙ୍କୁ ଆଉ ମତେ ତିଆରି କରିଛନ୍ତି, ସେଇ ସଦା ପ୍ରଭୁଙ୍କୁ ଆମେ ପ୍ରତାରଣା କରୁଛୁ। ଯେମିତିକି ସେ ଜାଣନ୍ତି ନାହିଁ ଆମେ କଣ ଚିନ୍ତା କରୁଛୁ ମନ ଭିତରେ। ଏବେ ଅଳ୍ପ ସମୟ ପୂର୍ବରୁ ମୁଁ କହିଲି ପ୍ରିୟମାନେ, ବାକ୍ୟ କୁହେ ଆମର ଆତ୍ମା, ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ଆଉ ସେଇ ପ୍ରଦୀପ ବଳରେ, ସେଇ ଆତ୍ମା ବଳରେ ମନୁଷ୍ୟର ଅନ୍ତରାଳେ ସ୍ଥ ପ୍ରତ୍ୟେକ ବିଷୟ ସିଏ ଅନୁସନ୍ଧାନ କରିଛନ୍ତି, ଜାଣିଥାନ୍ତି। ଆଜି ଜାଣିବା ପ୍ରିୟମାନେ, ଆମେ ସଦାପ୍ରଭୁଙ୍କୁ ପ୍ରତାରଣା କରୁଛୁ କି ନାହିଁ? ଆମେ କାହା ପାଇଁ ବଞ୍ଚୁଛୁ? ଶରୀର ପାଇଁ ନା ଆଉ କାହା ପାଇଁ? ଆସନ୍ତୁ ଆମେ ଈଶ୍ୱରଙ୍କ ବାକ୍ୟ ଶୁଣିବା, ଯାହା ଲେଖାଯାଏ ଦ୍ୱିତୀୟ କରିନ୍ଥିୟ 4 ପର୍ବ 10 ଏବଂ 11 ପଦ। ଯଦି କେହି ସାହାଯ୍ୟ କରିପାରିବେ ଭଲ ହୁଅନ୍ତା।
ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ହାଲେଲୁୟା। 10 ଏବଂ 11 ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କର ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁ ମୁଖରେ ସମର୍ପିତ ହେଉଅଛୁ। ହାଲେଲୁୟା। 11 ଲେଖାଯାଏ, କାରଣ ଯୀଶୁଙ୍କ ଜୀବନ ଯେପରି ଆମର ଏଇ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ। ୟେସ୍ ପ୍ରିୟମାନେ, ଯୀଶୁ ଆପଣଙ୍କ ଶରୀର ଭିତରେ, ମୋର ଶରୀର ଭିତରେ ବଞ୍ଚିବାକୁ ଚାହାନ୍ତି। ସେଦିନ ସେ ବଞ୍ଚିଥିଲେ ମାରିଆଙ୍କର ଗର୍ଭରୁ ଜାତ ହେଇଥିବା ସେଇ ଶିଶୁ ପୁତ୍ର ଶରୀର ଭିତରେ, ଯାହାକୁ ଆମେ ଯୀଶୁ ବୋଲି କହୁଛୁ। ୟେସ୍ ପ୍ରିୟମାନେ, ଆଜି ସେ ଆପଣଙ୍କ ଶରୀର ଭିତରେ ବଞ୍ଚିବାକୁ ଚାହାନ୍ତି। ଆଜି ସେ ମୋର ଶରୀର ଭିତରେ ବଞ୍ଚିବାକୁ ଚାହାନ୍ତି। ଆମେ ତାଙ୍କୁ ଏଲାଉ କରିବା କି? ଆମେ ତାଙ୍କୁ ଅନୁମତି ଦେବା କି? ମନେ ରଖିବା, ଯଦି ଆମେ ଯୀଶୁଙ୍କର ଜୀବନ ଏଇ ଶରୀରରେ ବଞ୍ଚିବାକୁ ଚାହୁଁଛୁ, ତାହେଲେ ଲେଖାଯାଏ ଆମେ ମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁ ଭୋଗ ଶରୀରରେ ଅନୁଭବ କରୁଛୁ। ଆମର ଶରୀରରେ ଆମକୁ ତାଙ୍କର ମୃତ୍ୟୁକୁ ଭୋଗ କରିବାକୁ ପଡିବ, ଅନୁଭବ କରିବାକୁ ପଡିବ। ଏଇ ଶରୀର ପାଇଁ ଆମେ ବଞ୍ଚି ନାହୁଁ ପ୍ରିୟମାନେ। ଏଇ ଶରୀରକୁ ତାଡ଼ନା ଆସିପାରେ, ଏଇ ଶରୀରକୁ ନିନ୍ଦା ଆସିପାରେ, ଏଇ ଶରୀରକୁ ଅପମାନ ଆସିପାରେ। ଯୀଶୁଙ୍କ ପରି ଆମକୁ ସବୁ କିଛି ସହିଯିବାକୁ ପଡିବ। ୱାଓ, ହାଲେଲୁୟା। ଏହା ତ ତାଙ୍କର ଅନୁଗମନ କରିବା ଅଟେ ପ୍ରିୟମାନେ। ଆମେ ସଦାପ୍ରଭୁଙ୍କର ଘୃଣାସ୍ପଦ କାର୍ଯ୍ୟ କରୁନାହୁଁ ତ ପ୍ରିୟମାନେ। ଆମର ଆଚରଣରେ ସଦାପ୍ରଭୁ ଘୃଣିତ, ଆମକୁ ଘୃଣା କରୁନାହାନ୍ତି ତ ପ୍ରିୟମାନେ। ଦେଖିବା ଆମେ ରୋମିଓ 8:36 ଆଉ ସେଠାରେ ଏପରି ଲେଖାଯାଏ, ତୁମ୍ଭ ନିମନ୍ତେ ଆମେ ମାନେ ସମସ୍ତ ଦିନ ନିହତ ହେଉଅଛୁ, ଆମେ ମାନେ ବଧଯୋଗ୍ୟ ମେଷ ପରି ଗଣିତ ହଉଛୁ। ଆଜି ବି ସେ ଆମର ପାପ ପାଇଁ ବଧଯୋଗ୍ୟ ମେଷ ତୁଲ୍ୟ ଅନୁଭବ କରୁଛନ୍ତି ପ୍ରିୟମାନେ। ଆଜି ବି ଆମେ ତାଙ୍କୁ ବଧ କରୁଛୁ ଆମର ଆଚରଣରେ, ଆମର ବ୍ୟବହାରରେ। କାରଣ ଆମେ ତାଙ୍କ ଇଚ୍ଛାରେ ପରିଚାଳିତ ନ ହୋଇ ଗୋଟେ ଡିସିପ୍ଲିନ, ଗୋଟେ ପ୍ରତାରଣା ପୂର୍ବ ଜୀବନ ଆମେ କଟଉଛୁ। ଚର୍ଚ୍ଚକୁ ଗଲା ବେଳେ, ବାଇବଲ ଧରି ପଢିଲା ବେଳେ, ପ୍ରାର୍ଥନା କରିଲା ବେଳେ ଗୋଟେ ଜୀବନ, ଆଉ ତାପରେ ଗୋଟେ ଜୀବନ, ଯୋଉ ଜୀବନ ସେ ଚାହାନ୍ତି ନାହିଁ, ସେଇ ଜୀବନ ପ୍ରିୟମାନେ, ସେଇ ଜୀବନ ଯାହା ତାଙ୍କର ଅସନ୍ତୋଷର କାରଣ ଅଟେ। ହିତୋପଦେଶ 6:17 ଯଦି ଆମେ ପାଠ କରୁ, ହିତୋପଦେଶ 6:16, 17, 18, 19 ମୁଁ ଶୀଘ୍ର ପଢି ଦଉଛି। 6 ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସତ ବସ୍ତୁ ମଧ୍ୟ ତାହାଙ୍କର ଘୃଣା ଯୋଗ୍ୟ, ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଯିବା ଓ ନିର୍ଦ୍ଦୋଷର ରକ୍ତପାତୀ ହସ୍ତ, ଅନୁଷ୍ଠ ଚିନ୍ତକରଣ, କୁକର୍ମ କରିବା ବେଗଗାମୀ ଚରଣ, ମିଥ୍ୟା ସାକ୍ଷୀ, ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ ବଳି ଅଭିଯୋଗ ହୁଏ। ଆଜି ଆମେ ଠିକ ସେମିତି ହେଇନାହୁଁ ତ ପ୍ରିୟମାନେ। ଆମ ଜୀବନରେ ତାହା ନାହିଁ ତ ପ୍ରିୟମାନେ। ଚିନ୍ତା କରିବା ଆଜି। ହିତୋପଦେଶ 12:22 କଣ ଲେଖାଯାଏ? ହିତୋପଦେଶ 22:12 ଆଉ ସେଠାରେ ଏପରି ଲେଖାଯାଏ, ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନ ପ୍ରାପ୍ତ ଲୋକକୁ ରକ୍ଷା କରେ, ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି। ବିଶ୍ୱାସଘାତକର କଥାକୁ ସେ ଓଲଟେଇ ପକାନ୍ତି ପ୍ରିୟମାନେ। ବିଶ୍ୱାସଘାତକୁ ସେ ଓଲଟେଇ ପକେଇବେ।
ଆମେ ଆମ ଜୀବନରେ ତାଙ୍କର ବିଶ୍ୱାସଘାତକତା ରହି ନାହିଁ ତ ପ୍ରିୟମାନେ। ଆମର ପ୍ରତାରଣା ପୂର୍ଣ୍ଣ ଜୀବନ ରହି ନାହିଁ ତ ପ୍ରିୟମାନେ। ଆଜି ଆମେ ତାକୁ ପରିତ୍ୟାଗ କରିବା। ସେ ମୃତ୍ତିକା ପାତ୍ରରେ ଯୋଉ ଦାନ ଦେଇଛନ୍ତି, ଶୁଣନ୍ତୁ ଦେଖିବା ସେଇ 2 କରନ୍ଥିୟରେ ଆମେ ଦେଖିବା 4 ପର୍ବ 7 ପଦରେ ଲେଖାଯାଏ, ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମେ ମାନେ ଏଇ ଧନ ମୃତ୍ତିକା ପାତ୍ରରେ ପାଇଛୁ। ଯୋଉ ଧନ ଦୂତ ମାନଙ୍କୁ ଦିଆଯାଇ ନାହିଁ, ଯୋଉ ଧନ କିରୁବ ମାନଙ୍କୁ ଦିଆଯାଇ ନାହିଁ, ସେଇ ଧନକୁ ଏଇ ମାଟିର ତିଆରି ପାତ୍ରରେ, ଏଇ ମାଟିର ତିଆରି ଶରୀରରେ ସେ ଦେଇଛନ୍ତି ପ୍ରିୟମାନେ। ଅନନ୍ତ ଜୀବନ ଧନ ଦେଇଛନ୍ତି। ତାଙ୍କର ସମସ୍ତ ଶକ୍ତି ଆମର ପୁତ୍ର ହବା ଯୋଗୁ ସେ ପ୍ରତ୍ୟେକ ଅଧିକାରକୁ ଆମକୁ ଦେଇଛନ୍ତି। ରୋଗକୁ ସୁସ୍ଥ କରିବାର ଅଧିକାର, ଭୂତମାନଙ୍କୁ ଛଡେଇବା ଅଧିକାର, ପାପ କ୍ଷମା କରିବାର ଅଧିକାର। ୟେସ୍ ପ୍ରିୟମାନେ, ତାଙ୍କର ପୁତ୍ରତ୍ୱର ଅଧିକାର ସେ ଆମକୁ ଦେଇଛନ୍ତି। এই କଥା ଆମେ ଭୁଲିବା ନାହିଁ। ଆମେ ବିଶେଷ ମୂଲ୍ୟରେ କିଣା ଯାଇଛୁ। ସବୁ ଅଭାବରୁ ମୁଁ ପଢିବି ନାହିଁ, 1 କରନ୍ଥୀୟ 6 ପର୍ବ 20 ପଦରେ ଲେଖାଯାଏ, ସେ ଆମକୁ ବିଶେଷ ମୂଲ୍ୟରେ କିଣିଛନ୍ତି। ଆମେ ତାଙ୍କର କିଣା ଅଟୁ ପ୍ରିୟମାନେ। ମୁଁ ଦାସ କହିବି ନାହିଁ, କାରଣ ଆମେ ମାନେ ଦାସ ନୁହେଁ, ଆମେ ମାନେ ତାଙ୍କର ପୁତ୍ର। ସେ ଆମକୁ କିଣିଛନ୍ତି ଆଉ ନିଜର ପୁତ୍ର କରିଛନ୍ତି, ପୁତ୍ରତ୍ୱର ଅଧିକାର ଦେଇଛନ୍ତି। ୟେସ୍, ଆମ ଜୀବନରେ ଯୀଶୁଙ୍କର ଜୀବନ ପ୍ରକାଶିତ ହଉ। ମନେ ରଖିବା, ଆମେ ତାଙ୍କରି ବଂଶ ଅଟୁ। ଆମେ ତାଙ୍କର ସାଦୃଶ୍ୟରେ ପ୍ରତିମୂର୍ତ୍ତିରେ ତିଆରି ଅଟୁ। ଯୋଉ ଉଦ୍ଦେଶ୍ୟରେ ସିଏ ଆମକୁ ତିଆରି କରିଛନ୍ତି, ତାଙ୍କର ସେଇ ଉଦ୍ଦେଶ୍ୟକୁ ପୂରଣ କରିବା ପ୍ରିୟମାନେ। ଯଦି ଆମେ ତାଙ୍କର ସେଇ ଉଦ୍ଦେଶ୍ୟକୁ ଆମ ଜୀବନରେ ସଫଳ କରୁନାହୁଁ, ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛୁ। ଏଇ କଥା ମନେ ରଖିବା। ଯେଉଁଦିନ ପରମେଶ୍ୱରଙ୍କର ଆଜ୍ଞା ଅବମାନ କରିବା, ସେଇଦିନ ଆମେ ନିଶ୍ଚିତ ଭାବରେ ମରିବା। ଏ ବିଷୟ ମଧ୍ୟ ଆମେ ଦେଖିବାକୁ ପାଇବା ଆଦି ପୁସ୍ତକ 2 ପର୍ବ ତାର 16 ଏବଂ 17 ପଦରେ। ସମୟ ଅଭାବରୁ ପଢିବା ନାହିଁ। ଆମେ ହୁଏତ କହିପାରୁ, ଏ ପର୍ଯ୍ୟନ୍ତ ଆମେ ଏତେ ଖରାପ କାମ କରିବା ସତ୍ତ୍ୱେ, ଈଶ୍ୱରଙ୍କର ଅନାଜ୍ଞା ବହ ହେବା ସତ୍ତ୍ୱେ ଏବେ ବି ତ ଆମେ ବଞ୍ଚିଛୁ। ଫିଲ୍ମର ସେଇ ଡାୟଲଗ ମନେ ପଡେ ଅମିତାଭ ବଚ୍ଚନଙ୍କର, ଇଏ ଜିନା ଭି କ୍ୟା ଜିନା ହେ ଲଲ୍ଲୁ। ଏଇ ବଞ୍ଚିବା କଣ ବଞ୍ଚିବା ଅଟେ? ନାଇଁ ପ୍ରିୟମାନେ, ଆସନ୍ତୁ 1 ପିତର 4 ପର୍ବ ତାର 17 ପଦ ପଢିବା। ଆମେ କେମିତି ବଞ୍ଚିବା? କାରଣ ଈଶ୍ୱରଙ୍କ ଗୃହ ଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଆଉ ଯଦି ପ୍ରଥମରେ ଆମମାନଙ୍କ ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କର ଅନାଜ୍ଞା ବହ, ସେମାନଙ୍କର ଶେଷ ଦଶା ହବା କଣ ନ ହବ? ଯଦି ଆମେ ତାଙ୍କର ଅନାଜ୍ଞା ବହ ହବା, ଆମର ଶେଷ ଦଶା କଣ ହବ ପ୍ରିୟମାନେ? ଚିନ୍ତା କରିବା। ଆଜି ଆତ୍ମସମୀକ୍ଷା କରିବା ପ୍ରିୟମାନେ। ଆମେ ପରିବର୍ତ୍ତିତ ହବା। ଆମେ ପରିବର୍ତ୍ତିତ ହବା। ଆମେ ପୁଣି ଥରେ ତାଙ୍କ ପାଖକୁ ଫେରି ଯିବା। 1 ପିତର 2 ପର୍ବ 2 ଆଉ 3 ପଦ। ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁ ତୁଲ୍ୟ ପରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇପାର। ଯଦି ଆମେ ପରିତ୍ରାଣ ପାଇବାକୁ ଚାହୁଁଛୁ, ଆମେ କରିଥିବା ପ୍ରତ୍ୟେକ ପାପରୁ ପାପ ରହିତ ହେବାକୁ ଚାହୁଁଛୁ, ତାଙ୍କ ସହିତ ଆମେ ଯଦି ବାସ କରିବାକୁ ଚାହୁଁଛୁ, ତାହେଲେ ନବଜାତ ଶିଶୁ ତୁଲ୍ୟ ପରମାର୍ଥିକ
ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କରିବା, ଶୈତାନର ଇଚ୍ଛାରେ ଚାଲିବା ନାହିଁ, କେବଳ ଆଉ କେବଳ ଅମିଶ୍ରିତ ହୋଇ ଈଶ୍ୱରଙ୍କର ଇଚ୍ଛାରେ ହିଁ ଆମେ ଚାଲିବା। ପ୍ରିୟମାନେ, ଆମ ଭିତରେ ଥିବା ଦୁଷ୍ଟତାକୁ, ଛଳକୁ, କପଟକୁ, ଈର୍ଷା ଆଉ ପରନିନ୍ଦା ପ୍ରତ୍ୟେକ ବିଷୟକୁ ଆମେ ପରିତ୍ୟାଗ କରିବା। ଆମେ ନିଶ୍ଚିତ କରିବା, ଆମେ ସ୍ୱୀକାର କରିବା ତାଙ୍କ ଆଗରେ, ପ୍ରଭୁ ମୁଁ এই ସମସ୍ତ ବିଷୟ ମୋ ଠାରୁ ଦୂର କରିବାକୁ ଚାହେଁ। ମୁଁ ତୁମର ପବିତ୍ର ଆତ୍ମାଙ୍କର ସାହାଯ୍ୟ ଦରକାର କରୁଛି। ପ୍ରଭୁ ମୋ ପ୍ରତି କରୁଣା କର ଆଉ ମୋର ଏଇ ସବୁ ପାପ କ୍ଷମା କରି ମତେ ତୁମରି ପଥରେ କଢେଇ ନିଅ। ହଁ ପ୍ରଭୁ, ଆମେ ତୁମର ହେବାକୁ ଚାହୁଁଛୁ, ସମ୍ପୂର୍ଣ୍ଣ ରୂପେ ତୁମର ହେବାକୁ ଚାହୁଁଛୁ। ଯେତେବେଳେ ଆମେ ଏଇ ପ୍ରାର୍ଥନା କରିବା, ସେ ଆମକୁ ସାହାଯ୍ୟ କରିବେ। ପ୍ରିୟମାନେ, ସେ ଆମକୁ ଆମର ପ୍ରତ୍ୟେକ ପାପକୁ ତାଙ୍କର ପବିତ୍ର ରକ୍ତରେ ଧୋଇ ଦେବା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି। ତାଙ୍କର ଜୀବନ ଆମ ଶରୀରରେ ସେ ବଞ୍ଚିବାକୁ ଚାହାନ୍ତି। ପ୍ରିୟମାନେ, ଗୋଟିଏ ବାଘ, ଗୋଟିଏ ମା ବାଘ ଚାହେଁ ତାର ସନ୍ତାନ ସବୁ ବାଘ ଠାରୁ ଶକ୍ତିଶାଳୀ ହଉ, ବଳବାନ ହଉ। ୟେସ୍, ଆଉ ଆପଣଙ୍କର ପିତା ଆଉ ମୋର ପିତା ଯେ ସ୍ୱର୍ଗରେ ଅଛନ୍ତି, ସେ ମଧ୍ୟ ଚାହାନ୍ତି ଯେ ଆମେ ବି ତାଙ୍କ ପରି ଶକ୍ତିମାନ ହଉ, ଆମେ ବି ତାଙ୍କର ଜୀବନ ଏଇ ଶରୀରରେ ବଞ୍ଚୁ। ପ୍ରଥମ ଯୋହନ 4:17, ପ୍ରଥମ ଯୋହନ 4:17, ଆଉ ସେଠାରେ କିପରି ଲେଖାଯାଏ, ଯୋହନ 4:17 ଦ୍ୱିତୀୟ ଭାଗରେ ଲେଖାଯାଏ, କାରଣ ସେ ଯେପରି ଅଛନ୍ତି ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ। ସେ ସ୍ୱର୍ଗରେ ଯେପରି ଅଛନ୍ତି, ପ୍ରିୟମାନେ, ଏଇ ପୃଥିବୀରେ ଆମେ ଠିକ ତାଙ୍କ ପରି ରହିବା ସେ ଚାହାନ୍ତି। ହାଲେଲୁୟା। କାରଣ ସେ ଆପଣଙ୍କ ମତେ ନିଜର ପୁଅ ଆଉ ଝିଅ କରିଛନ୍ତି, ସେ ଅଧିକାର ଦେଇଛନ୍ତି। ଆମେ ଆଜିଠାରୁ ତାଙ୍କୁ ପ୍ରେମ କରୁ ଏବଂ ପରମେଶ୍ୱରଙ୍କୁ ପ୍ରେମ କରୁ। ପ୍ରଥମ ଯୋହନ 4:8 ଲେଖାଯାଏ, ଯେ ପ୍ରେମ କରେ ନାହିଁ ସେ ଈଶ୍ୱରକୁ ଜାଣେ ନାହିଁ, କାରଣ ଈଶ୍ୱର ହିଁ ପ୍ରେମ ଅଟନ୍ତି। ଆଜିଠାରୁ ଆମେ ପରସ୍ପରକୁ ପ୍ରେମ କରିବା ଆରମ୍ଭ କରୁ। ପ୍ରିୟମାନେ, ଆଜିଠାରୁ ଆମେ ପରମେଶ୍ୱରଙ୍କୁ ପ୍ରେମ କରିବା ଆରମ୍ଭ କରୁ, ତାହେଲେ ଆମେ ତାଙ୍କର ସନ୍ତାନ ହେଇପାରିବା। ଗୋଟିଏ ବାକ୍ୟ ପଢି ଆଜି ମୁଁ ଏଠାରେ ରଖିବାକୁ ଚାହେଁ, 2 ତିମୋଥୀ 4:8। ଦୟାକରି କେହି ଯଦି ସାହାଯ୍ୟ କଲେ ଭଲ ହୁଅନ୍ତା। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମତେ ଦେବେ। ପୁଣି କେବଳ ମତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ହାଲେଲୁୟା। ରଖିଥାନ୍ତୁ ଭଉଣୀ, ଶେଷ 18 ପଦ ପଢିବା। କିନ୍ତୁ ଏ ବିଷୟରେ ମୁଁ କହୁଛି, ଆମ ସମସ୍ତଙ୍କ ପାଇଁ, ଆମେ ଯୋଉମାନେ ତାଙ୍କର ଜୀବନ ବଞ୍ଚିବାକୁ ଚାହୁଁଛୁ, ଆମ ଶରୀରରେ ତାଙ୍କର ଇଚ୍ଛାରେ ଚାଲିବାକୁ ଚାହୁଁଛୁ, ଆମ ସମସ୍ତଙ୍କ ପାଇଁ ସେ ଧାର୍ମିକତାର ମୁକୁଟ ରଖିଛନ୍ତି। ସେଇ ମହାନ ଦିନରେ, ସେଇ ବିଚାର ଦିନରେ, ଯେତେବେଳେ ସେ ନ୍ୟାୟ କରିବେ, ବିଚାର କରିବେ, ସେଇଦିନ ସେଇ ମୁକୁଟକୁ ସିଏ ଆପଣଙ୍କୁ ଆଉ ମତେ ଦେବେ। କେବଳ ମତେ ନୁହେଁ, ଯେତେ ଲୋକ ତାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ତାଙ୍କର ଆଗମନକୁ ଅପେକ୍ଷା କରି ରହିଛନ୍ତି, କେତେବେଳେ ମୋର ପ୍ରଭୁ ଯୀଶୁ ଆସିବେ, କେତେବେଳେ ମତେ ତାଙ୍କ ସହିତ ନେଇଯିବେ, ଆଉ ସେଥିପାଇଁ ନିଜକୁ ଯୋଗ୍ୟ କରି ରଖିଛନ୍ତି, ତାଙ୍କରି ପାଇଁ ସେ ମୁକୁଟ ରଖିଛନ୍ତି। ପ୍ରିୟମାନେ, ଆଉ 18 ପଦରେ ଲେଖାଯାଏ,
प्रभु मोते समस्त मंद कर्म उद्धार करिबे। यस प्रिय माने समर्पित हवा तांक पाखरे से हम प्रत्येक मंद कर्म उद्धार करिबे एवं मोते रक्षा करी अपना स्वर्गीय राज्य रे प्रवेश करिबे। जुगे जुगे ताकर महिमा हेउ। आमेन। ए वाक्य दे मु समस्त पय आशीर्वाद मागुछि। आमेन। हालेलुया। मीना आमेन आमेन। आसु प्रार्थना करिबा। आमानक मध्यरे अछंती आमानकर